विधाता चाहिए असंभव संभव हम छपर फाड़ी से कुबेर कहे कुबेर वृष्टि कर जमती राजा रघुंकर आदेश रे भंडार घर छात फाटी जाइथिला ओ धनवृष्टि होता से भली एक सुजोग आसी मकर राशि पाई मकर राशि बंधुगण एथर जी जो पोजिशन अच्छी जो आसन अच्छी जो अवस्था अच्छी जी जो कर्म करुछंती सेमानंकर जीवन एक विकसित पर्यायर पहुँच माने रंक भिकारी दिन दरिद्र से प्रफुल्लित हो कहब हे ईश्वर आपण केड़े दयालु आज मो थाल पूरीगला आज मो हाथ को अनेक पाइटी मिलिला मु पत्थर उठे पारली बा मोर भाग्योदय है मो भले दुर्बल लोक मुंडे मुंडे 6 खंड इटा छात उपरू आनी पारला यही भाव क्रमशः निम्नरू जदि ऊर्ध्व को जीवा जानी परिबा समस्त स्तरर समस्त प्रकारर समस्त वर्गर समस्त लोक जो माने मकर राशिर अधीन से माने समस्ते प्रफुल्लित आह्लादित प्रमोदित हेबे कहीं ना ये मासरे जुगपथ तृतीय रवि तृतीय बुध तृतीय शुक्र तृतीय राहु षष्ठ मंगल आउ पंचम बृहस्पति एते गुड़िए ग्रह जुगपथ कल्याण करिवे पारिवारिक शारीरिक मानसिक सामाजिक बौद्धिक विकास हेब धन मान जन सम्मान सबू बढ़िब जदि मकर राशिया माने स्थिर चित्तरे धैर्य धरी सबू काम करती मीन संक्रांति ही जीव मार्च 14 मार्च 14 रु एप्रिल 13 जाए मीन मास यही समय मीन रे यथाक्रमे रवि बुध शुक्र राहु अवस्थान करिवे आउ मार्च 29 रे सेठाकू शनि जीवे प्रथमे चतुर्ग्रह योग तापरे 5टी ग्रह मीन राशि भी विकास हेब मीन राशि समस्त बंधु 28 तारीख पर्यंत मन मुताबक सब काम करें सब साफल्य मंडित हेबे आमे जो मकर कथा आलोचना करुचे से तो कच्चे कोबार हाँ आसतु ए विषय एक पुंखानुपुंख पाठ को प्रपाठ करिबा अन्यान्य शारीरिक सामाजिक मानसिक आर्थिक समस्या कौन अच्छी अंधार न थाई तो आलुअर विकास होइनी दुख नथिले सुख को चिन्हिब किए भोक शोष नहले खाद्य खोजिब किए
ଏଇ ଦୃଷ୍ଟିକୋଣରୁ କ'ଣ କ'ଣ ସମସ୍ୟା ପର୍ଯ୍ୟନ୍ତ ଆସିବ, କେତେ ରୋଗ, କେତେ ବୈରାଗ୍ୟ, କେତେ ଶତ୍ରୁ, କେତେ ମିତ୍ର, କେତେ ଅଭାବ, ଏଇଭଳି ବିଷୟରେ ଏକ ପ୍ରବନ୍ଧ ପଢ଼ିବା। ହଁ, ରବିଙ୍କର ସଂକ୍ରମଣ ହେଲା, ସେ ମୀନ ରାଶିରେ ଯୋଗ ଦେଲେ, ଏଣୁ ମୀନ ସଂକ୍ରାନ୍ତି ହେଲା। ଏହାର କାର୍ଯ୍ୟକାଳ ମାର୍ଚ୍ଚ 14ରୁ ଏପ୍ରିଲ 13 ଯାଏ। ଏହି ମାସରେ ମକର ରାଶି କେଉଁ କେଉଁ ସୁଯୋଗକୁ ସ୍ୱାଗତ କରିବ ବା କେଉଁ କେଉଁ ଦୁର୍ଯୋଗକୁ ଦେଖି ଆଖିରୁ ଲୁହ ଗଡ଼େଇବ, ଆସନ୍ତୁ ଜାଣିବା। ଏବେ ଏ ସଂକ୍ରାନ୍ତିରୁ ମାନେ ମୀନରେ ଗ୍ରହ ମାଳିକା ଯୋଗ ସୃଷ୍ଟି କରି ଯଥାକ୍ରମେ ରାହୁ, ଶୁକ୍ର, ବୁଧ ଓ ରବି ଖୁସି ହେଉଛନ୍ତି। 29/3ରେ ଶନି ବି ଯିବେ। 28/3 ଯାଏ ଏଇ ମୀନ ରାଶିର ମଙ୍ଗଳ ହେବ, ସେମାନଙ୍କ ଜୀବନ ସାଫଲ୍ୟମଣ୍ଡିତ ହେବ। ଆଗ 4 ଗ୍ରହ, 28ରେ 5 ଗ୍ରହ ଦେଖୁଛନ୍ତି କାହାକୁ? ମକର ରାଶିର ଭାଗ୍ୟ ସ୍ଥାନକୁ, ନବମକୁ। ନବମରୁ ଖାଲି ଭାଗ୍ୟ ବିଚାର କରାଯାଏନି, ଧର୍ମ ଚିନ୍ତା ବି କରାଯାଏ। ଏହି ମକର ରାଶିର ବନ୍ଧୁଗଣ ଯେଉଁ ସୁଖ ପାଇବେ, ଯେଉଁ ଧନ ପାଇବେ, ଅକାରଣରେ ଯିବନି, କାରଣ ଧର୍ମସ୍ଥାନ। ସେମାନେ ସମସ୍ତେ ଧର୍ମ ଦିଗରେ ଅର୍ଥ ବ୍ୟୟ କରିବେ, ଧର୍ମ ଉପାୟରେ ଉପାର୍ଜନ କରିବେ। ଅଧର୍ମ ଯଦି କରିଥିବେ, କରୁଥିବେ ବା କରିବା ଭାବିଥିବେ, ତାହେଲେ ସେମାନଙ୍କୁ ଆଉ କେହି ଶାସନ କରୁ ନ କରୁ ମହାକପି ମଙ୍ଗଳ ଗୋଡ଼ି ଦେଇ ସେମାନଙ୍କ କାନକୁ ରଗଡ଼ିବ। ତେଣୁ ଭୁଲ କଲା ମାତ୍ରେ ଝୁଣ୍ଟିବେ, ପଡ଼ିବେ, ନାକ ଫାଟିବ, ମୁହଁ ଫାଟିବ। ହଁ, ତେଣୁ ମକର ରାଶିର ବନ୍ଧୁଗଣ ଏହା ଶୁଣି ଜାଣି ହାତେ ମାପି ଚାଖେଣ୍ଡେ ଚାଲନ୍ତୁ। ସୁଖ ଆସିବ ଯିବ, କିନ୍ତୁ ସୁଖରେ ଡେଇଁ ପଡ଼ନ୍ତୁନି, ଗୋଡ଼ ଭାଙ୍ଗିଯିବ। ନବମକୁ ଦୃଷ୍ଟି ଅଛି, ଭଲ ହେବ, ମାନେ ମକର ରାଶିର ଭାଗ୍ୟ ଉଦୟ ହେବ। ଯିଏ ଯେଉଁ ଅବସ୍ଥାରେ ଅଛନ୍ତି ସେମାନେ ସମସ୍ତେ ଉନ୍ନତ ମାନର ସୁଖ ଭୋଗ କରିବେ। ସମସ୍ତ ସମସ୍ୟା କ୍ରମଶଃ ଦୂରୀଭୂତ ହେବ। ଏ ମାସରେ ତୃତୀୟରେ ରବି, ତୃତୀୟରେ ଶୁକ୍ର, ତୃତୀୟରେ ଶନି, ତୃତୀୟରେ ରାହୁ, ଷଷ୍ଠରେ ମଙ୍ଗଳ, ପଞ୍ଚମ ଗୁରୁ ଧନ, ସମ୍ମାନ, ଆୟ ଓ ଲାଭ ଆଦି ସୁଖ ଦେବା ପାଇଁ ଗୋଡ଼ ଟେକି ବସିଛନ୍ତି। ଅନ୍ୟ ପକ୍ଷରେ ସପ୍ତମ ମଙ୍ଗଳ, ଏଇଠୁ ପୁଣି ଟିକେ ଦୁଃଖ ଆଲୋଚନା କରିବା। ଅନ୍ୟ ପକ୍ଷରେ ସପ୍ତମ ମଙ୍ଗଳ 4/2ରୁ ମାନେ ଏପ୍ରିଲ 2ରୁ ତୃତୀୟ ବୁଧ, ଦ୍ୱିତୀୟ ଶନି ମାନେ 28/3 ଯାଏ ନବମ କେତୁ ଦୁଃଖ, ଶୋକ, ରୋଗ ଓ ଅଶାନ୍ତି ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି। ସୁଖ ଆଉ ଦୁଃଖ, ଆଲୁଅ ଆଉ ଅନ୍ଧାର, ଉଚ୍ଚ ଆଉ ନୀଚ, ହାନି ଆଉ ଲାଭ, ଏହି ଶାସକ ଦଳ ଓ ବିରୋଧ ଦଳ। ଶାସକ ଦଳରେ କିଏ ରହିଲେ? ରାହୁ, ତୃତୀୟ ରବି, ତୃତୀୟ ବୁଧ, ପଞ୍ଚମ ବୃହସ୍ପତି, ଷଷ୍ଠ ମଙ୍ଗଳ, ତୃତୀୟ ଶୁକ୍ର, ଏମାନେ ଶାସକ ଦଳ ରହିଗଲେ। ବିରୋଧ ଦଳରେ କିଏ ରହିଗଲେ? ଶନି, କେତୁ, ତାପରେ ପଞ୍ଚମ ମଙ୍ଗଳ ଇତ୍ୟାଦି। ଏହି ଶାସକ ଦଳ ଓ ବିରୋଧୀ ଦଳଙ୍କ ସମନ୍ୱୟରୁ ସାରାଂଶ ଏହା ହେଲା ଯେ 2-4 ପରେ ମଙ୍ଗଳ ସପ୍ତମ ହୋଇ 28/2 ଯାଏ ଶନି ଦ୍ୱିତୀୟ ଥିବାରୁ ଦାମ୍ପତ୍ୟ ଓ ପାରିବାରିକ ଅଶାନ୍ତି ସୃଷ୍ଟି ହେବ, ପାରିବାରିକ ଝଡ଼ ସୃଷ୍ଟି ହେବ। କର୍କଟସ୍ଥ ସପ୍ତମ ମଙ୍ଗଳଙ୍କ ଚତୁର୍ଥ ଦୃଷ୍ଟି ଦଶମ କର୍ମକୁ ଥିବାରୁ କର୍ମ କ୍ଷେତ୍ରରେ ବିଭ୍ରାଟ ଦେଖାଦେବ। ଚାଷ ଓ ବାଣିଜ୍ୟରେ ବାଧା ହେବ। ଚାଷୀ ଓ ବ୍ୟବସାୟୀ କ୍ଷତି ସହିବେ। ଅନ୍ୟ କର୍ମଚାରୀ ଯିଏ ଯେଉଁଠି ଯେଉଁ କର୍ମ କରି ପରିବାର ପ୍ରତିପୋଷଣ କରୁଛନ୍ତି
ସେମାନେ ସମସ୍ତେ ଦୂରକୁ ଯିବେ, ଅର୍ଥାତ୍ ନିଜ ବୃତ୍ତି ପ୍ରତି ବିମୁଖ ହେବେ। କମ୍ ଦିନ ପାଇଁ ସମ୍ମାନ ହାନି ପରି ପରିସ୍ଥିତି ସୃଷ୍ଟି ହେବ। କଠିନ ପରିଶ୍ରମ କରି ମହାଧନ ଓ ଯଶ ଅଧିକାରୀ ହେବେ। ଏ ଯେଉଁ ଲାଭ ସବୁ ହେବ କହିଲି ଧର୍ମ ଦିଗରେ, କଠିନ ପରିଶ୍ରମ କଲେ ସେମାନଙ୍କ ପଛରେ ଧନ ଗୋଡ଼େଇବ, ଯଶ ଗୋଡ଼େଇବ। ଯଶଟା କ'ଣ ସହଜ କଥା? କେତେ ଭଲ କାମ କଲେ ଯଶ କୀର୍ତ୍ତି ମିଳେ, ହେଲା, ଫେମ ଯଶ, ହେଲା। ଏହି ଧନ ଓ ଯଶ ପାଇଁ ଯଥେଷ୍ଟ ବେଶୀ ଶ୍ରମ କରିବାକୁ ପଡ଼ିବ। ସପ୍ତମରେ କର୍କଟରେ ମଙ୍ଗଳ ଥିବାରୁ ମହିଳାମାନେ ମାନସିକ ଅଶାନ୍ତି ଭୋଗିବେ। ସେମାନେ ସନ୍ତାନ ଓ ଜୀବନ ସାଥୀ ଏଙ୍କ ସହିତ ଟିକେ ମନୋମାଳିନ୍ୟ ଘଟାଇବେ। ଏହି ଅଶାନ୍ତିର କାରଣ ହେଲେ କିଏ? ମହିଳାମାନେ। ପରିବାରରେ ଏ ମାସରେ ଯେଉଁ ଝମିଲା ହେବ ତାର ମୂଳ କାରଣ ହେଲେ ମହିଳା। କାରଣ ତାଙ୍କୁ ମଙ୍ଗଳ ହୋଇଚାଇ କରିବ, ସେ କ'ଣ କରିବେ? ଜୀବନ ବି ସଂଗ୍ରାମପୂର୍ଣ୍ଣ ହେବ। ତୃତୀୟ ବୁଦ୍ଧ ମନକୁ ଆତଙ୍କିତ କରିଥାଏ। ନବମ କେତୁଙ୍କ ଯୋଗୁଁ ଅଭାବ ଗୋଡ଼ାଇଥାଏ। ପୁଣି ଦ୍ୱିତୀୟ ଶନି ଶୋକ ସମ୍ବାଦ ଆଣିଥାନ୍ତି। ଏହିପରି ଶାନ୍ତ ଅଶାନ୍ତ ପରିବେଶରୁ କିଛି ଲାଭ ଓ କିଛି କ୍ଷତି ଗୋଟାଇ ମକର ରାଶିଆମାନେ ହିସାବ କରିବେ ଯେ ସେମାନେ ଶେଷରେ ଧନ ଓ ସମ୍ମାନ ପାଇ ଆନନ୍ଦରେ ଅଛନ୍ତି। ଆରମ୍ଭରୁ ସୁଖ, ମଝିରେ ଦୁଃଖ ଟିକେ ହେବ, କିନ୍ତୁ ସେ ମାସ ଶେଷ ବେଳକୁ ସେମାନେ ହିସାବ କରିବେ ଲାଭ ବେଶୀ ହେଇଛି, ସମ୍ମାନ ବେଶୀ ମିଳିଛି, ସୁଖ ବେଶୀ ମିଳିଛି, ଆଉ ଦୁଃଖ ତ ଥିବ। ଆଉ ହଉ ବନ୍ଧୁ, ରହିଲି ମୁଁ, ନମସ୍କାର।